ମୋ ପୁଅ କେମିତି ଗଲା କେହି କିଛି କହିପାରୁନାହାନ୍ତି। ଅମର ବାବୁ ଆପଣଙ୍କ ଭାଇ ସେଇ କଲେଜରେ ପାଠ ପଢୁଥିଲା, କାଳେ ସିଏ କଣ କିଛି ଜାଣିଥିବ। ଯାହା କହୁଛନ୍ତି ସେ କଥା କଣ ସତ? ତମେ କଣ ତାଙ୍କ ପୁଅକୁ ପିକନିକରେ ମାରିଦେଇଛ?
ତାପରେ ଯାହା ହେଇଛି ବୁଝା ହବ। ବ୍ୟସ୍ତ ହେଲେ କଣ? ବାବା ପଢାପଢି କରି ସମସ୍ତେ ଯାଆନ୍ତି, ହେଲେ ମନ ପଡ଼ିଗଲେ କେହି ବି ଦେଖି ପାରନ୍ତି ନାହିଁ। କିଛି ଜାଣିପାରୁନି, ସେମାନେ ମିଛ ମୁଁ ଖାଲି ଭାବୁଛି ଏଇ ବାଙ୍କମାନିକ ଯେମିତିଆ ଲୋକ ଯେ କୌଣସି ସମୟରେ କଣ ଯାଇ କହି ବସିବ, ପୋଲିସ ଆଣି ପହଞ୍ଚିଦେବ। କଥା ଚିନ୍ତା କରୁଛି, ତା ଆଗରୁ ଆମେ ଓକିଲ ସହିତ ପରାମର୍ଶ କରି ଆମେ କେସ୍ ଲଢ଼ିବା। ମୋ ମୁଣ୍ଡିଆ ବାଜ ପାଖରେ ଆସିଛି ତାର ଦିନକୁ ପଚାଇ ଦବୁ କଣ ପାଇଁ ମୋ ହାତେ ଗୋବର ଖାଇ ଦେଇଛ? ଏସବୁ ସବୁ ବିଧାନ ବିଧି ବିଧାନ ସମ୍ବିଧାନ ଜଣକୁ ମଣିଷ ନିଜ ସୁବିଧା ପାଇଁ ତିଆରି କରେ। ମୋ ଜୀବନକୁ ମଣିଷକୁ ଜାଳି ଦେଇ ତମେ ତୁମେ କଣ ହେଉଛ? କଣ ହେଇଛି? ଏ ବୋହୁମା ଏମିତି କଣ କରୁଛ? ଆରେ ତମେ ତାକୁ ବୁଝେଇ ଦିଅ। ଆରେ ଏ ଘରକୁ ଆସିବା ମାତ୍ର ତାଙ୍କ 5 ଦିନ ହେଇଛି। ମତେ କିଛି ବୁଝେଇବା ଦରକାର ନାହିଁ, ମୁଁ ସବୁ ବୁଝି ସାରିଛି। ନିଜେ ସାନ ସହିତ ଇଚ୍ଛା ଭିତରେ ତାଙ୍କ ସହିତ ମୋ ହାତ ଛାଡ଼ିଲା ଲଗାଇଛି। ସିଏ ମୋ ସହିତ ସଂସାର କରିବାକୁ ଚାହାନ୍ତିନି। ବେଞ୍ଚେ ବସି ବାହା ହେଇ ମୁଁ ଯେତେବେଳେ ସ୍ୱାମୀ ସ୍ତ୍ରୀର ଅଧିକାର ପାଇଲି, ତାର ଏ ବୁଢ଼ା ବୁଢ଼ା ପାଦ ସହିତ ମୁଣ୍ଡିଆ ବେଳକୁ କାହିଁକି
ଏସବୁ କହିବାକୁ ମୁଁ ଶିଖିଛି। ହେଲେ ମୁଁ ତାକୁ କିଛି କହିପାରିବିନି, କିଛି କହିପାରିବିନି। ତମେ କିଛି କହିବନି। আজ বড় ହେଇଯାଇଛନ୍ତି। ମାଟିରେ ପଡ଼ିଲେ ଘରଟା ଚଳିଯିବ ଭାତ। ମୁଁ ତମକୁ କେମିତି ବୁଝେଇବି ଯେ ମୁଁ ଗୋଟେ ଅସହାୟ ଅଭିମନ୍ୟୁ ବୋଲି ସମୟର ଚକ୍ର ସେ ପଶି ଯାଇଛି। ହେଲେ ବାହାରିବାର ବାଟ ମୁଁ ଖୋଜି ପାଉନି ଭାତ, ମୁଁ ଖୋଜି ପାଉନି, ଖୋଜି କିନ୍ତୁ ମୋତେ ଲାଗୁଛି ମୁଁ ଯେତେ ଆକ୍ଟିଂ କରିପାରୁନି।